जय जगन्नाथ साइना ओडिया टेक को आपण मानक स्वागत। आज आम गोटे इंपोर्टाट टपिक उपर डिस्कस कर बर्तमान राज्य सरकार बहुत बड़ घोषणा कर जो मैंने अनुसूचित जाति मैंने से किपर तालीम प्राप्त हो पारे एमं किपर मागणा तालीम दिज्व और तालीम पर एम किपर रोजगारक्षम हो पारे और केउं विषय तालीम दिज्व और तालीम दिया समय आपण मानक रहा और खाଇବା संपूर्ण मागणा और ता सहित आपण मानक मासिक स्टाइपेंड मिल केते टका मिल आपण मैंने किपर यहाँ आवेदन करेंगे এবং ଏହାର ଯୋଗ୍ୟତା କ'ଣ ରହିଛି ଏବଂ କେଉଁ କେଉଁ ଡକ୍ୟୁମେଣ୍ଟ ଦରକାର। ତେଣୁ ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ଜାଣିପାରିବେ କିପରି ଏହାକୁ ଆବେଦନ କରିବେ ଏବଂ କ'ଣ ରହିଛି ଡକ୍ୟୁମେଣ୍ଟ ଏବଂ କ'ଣ ରହିଛି ଏହାର ଫାଇଦା। ତେଣୁ ଆପଣମାନେ ନିଶ୍ଚୟ ଏହାର ଫାଇଦା ଉଠାନ୍ତୁ। ଚାଲନ୍ତୁ ଦେଖିବେ ଆମେ ଯେ ଏହାକୁ ଆପଣମାନେ କିପରି ନିଜ ମୋବାଇଲ ଫୋନରେ ଆବେଦନ କରିପାରିବେ। ତେଣୁ ଆପଣମାନେ ଆବେଦନ କରିବା ପୂର୍ବରୁ ଆପଣମାନେ କ'ଣ ଡକ୍ୟୁମେଣ୍ଟ ନିହାତି ଏଠି କ୍ୟାସ୍ ସାର୍ଟିଫିକେଟ୍ ଦରକାର, ନିହାତି ଦରକାର। ତାପରେ ଆପଣ ଆଧାର କାର୍ଡ଼ ଏଠି ତେବେ ଇନକମ୍ ସାର୍ଟିଫିକେଟ୍ ନିହାତି ଦରକାର। ଇନକମ୍ ସାର୍ଟିଫିକେଟ୍ ଆପଣ କ'ଣ କରିବେ, ଯେଉଁ ପରିବାରର ବାର୍ଷିକ ଇନକମ୍ ଲକ୍ଷେରୁ 1,50,000 ଭିତରେ ହେଉଥିବ ସେମାନେ ହିଁ ଏଠି ଇନକମ୍ ସାର୍ଟିଫିକେଟ୍ ନିହାତି ଦରକାର। ଏବଂ ଆପଣଙ୍କ କ୍ୱାଲିଫିକେସନ୍ ହେଉଛି 8ମ ପାସ୍। ଯଦି ଆପଣ ଏଇ ଯୋଗ୍ୟତା ଥିବ ତାହେଲେ ଆପଣ ଏଇ ଯେଉଁ ତାଲିମ ପାଇଁ ଆପଣ ଆବେଦନ କରିପାରିବେ। ତେଣୁ ତାକୁ କେଉଁ ପ୍ରତି ତାଲିମ ଦିଆଯିବ ଏବଂ କେଉଁ ବିଷୟରେ ତାଲିମ ଦେଖନ୍ତୁ ଆମେ ଦେଖିବା। ଦେଖନ୍ତୁ ଆପଣମାନେ ତାଲିମ ପାଇଁ ଆବେଦନ କଲେ ଆପଣମାନଙ୍କ ପାଇଁ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍ ଏବଂ ମସିନ୍ ଅପରେଟର ଏବଂ ଇଣ୍ଡଷ୍ଟ୍ରିଆଲ ଏସ୍ଏମ୍ଓ ବା ମେସିନ୍ ଅପରେଟର ଏସବୁ ବିଷୟ ବା ୱେଲ୍ଡିଂ ଆପଣ ୱେଲ୍ଡିଂ କାମ ବି ଶିଖିପାରିବେ, ରିପେୟାରିଂ ୱେଲ୍ଡିଂ ଆଣ୍ଡ ସୁଇଙ୍ଗିଂ ମେସିନ୍ ଏମିତି ଅନେକ ପ୍ରକାର ଏଠି ତାଲିମ ରହିଛି ବା ତାଲିମ ରହିଛି। ତେଣୁ ଆପଣମାନେ ନିଶ୍ଚୟ ଆବେଦନ କରନ୍ତୁ। ଚାଲନ୍ତୁ ଦେଖିବା ମୋବାଇଲ ଫୋନରେ କିପରି ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଆପ୍ଲାଏ କରିବା। ଆପଣମାନେ ନିଜ ମୋବାଇଲ ଫୋନର କ୍ରୋମ୍ ବ୍ରାଉଜର ଅନ୍ କରିବେ। ଏଠି ଆପଣ ସର୍ଚ୍ଚ କରିବେ SC/ST ପ୍ରୟାସ। ଆପଣମାନେ ସର୍ଚ୍ଚ କରିବେ SC/ST ପ୍ରୟାସ.com। ଆପଣ ଏହା ସର୍ଚ୍ଚ କରିବେ। ସର୍ଚ୍ଚ ଦେଖିବା ହୋମ୍ ପେଜ୍ ଗୋଟେ ଆସିବ ନିହାତି। ଦେଖନ୍ତୁ ୟାର ଗୋଟେ ହୋମ୍ ପେଜ୍ରେ ଏହିପରି ଗୋଟେ ଇଣ୍ଟରଫେସ୍ ଆସିବ। ତ ଆପଣମାନେ ଏଠି କ'ଣ କରିବେ, ଦେଖ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପୋର୍ଟାଲ ଏଠି ଆସିଗଲା। ତାପରେ ଆପଣମାନେ କ'ଣ କରିବେ, ତଳୁ ତଳୁ ସ୍କ୍ରଲ୍ କରିବେ। ଦେଖନ୍ତୁ ଏଠି ଦେଇଛି ଯେ ଆପଣମାନେ ଯଦି SC କ୍ୟାଟେଗୋରୀ ବା SC କ୍ୟାଟେଗୋରୀ ହେଇଥିବେ ଏବଂ ଯେ ST କ୍ୟାଟେଗୋରୀ ହେଇଥିବେ ଆପଣମାନେ ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆପ୍ଲାଏ କରିବେ। ଯଦି ଆପଣମାନେ SC କ୍ୟାଟେଗୋରୀ ହେଇଥିବେ ଏଠି ଆପଣ କ୍ଲିକ୍ କରି ଆପ୍ଲାଏ କରିବେ। ଯଦି ଆପଣ ST କ୍ଲିକ୍ ହେଇଥିବେ ଆପଣମାନେ ଏଠି କ୍ଲିକ୍ କରି ଆପ୍ଲାଏ କରିପାରିବେ। ଚାଲନ୍ତୁ ଦେଖିବା ଆମେ କିପରି ଏହାକୁ ଆବେଦନ କରି। ତେଣୁ ଆପଣମାନେ ମୁଁ SC ଏଠି କ୍ଲିକ୍ କଲି। ଆପଣମାନେ ଯେଉଁ କ୍ୟାଟେଗୋରୀ ସେଇ କ୍ୟାଟେଗୋରୀ ଚୁଜ୍ କରିକି ଆପ୍ଲାଏ କରିବେ। ଦେଖନ୍ତୁ ଏଠି ଆପଣ ଅଫଲାଇନ୍ ବି ଆପ୍ଲାଏ କରିପାରିବେ ଏବଂ ଆମେ ବର୍ତ୍ତମାନ ଅନଲାଇନ୍ ଫର୍ମ ଆପ୍ଲାଏ କରିବା। ତ ଆପଣମାନେ ଦେଖିବେ ଏଠି କ୍ୟାଣ୍ଡିଡେଟ୍ ନେମ୍ ଦେବେ, ତାପରେ ଦେବେ ଆପଣଙ୍କ ଫାଦର ନେମ୍ ଆଣ୍ଡ ମଦର ନେମ୍ ଏଠି, ତାପରେ ଆପଣ ବା କ୍ୟାଣ୍ଡିଡେଟ୍ ଡେଟ୍ ଅଫ୍ ବାର୍ଥ ଏଠି ହାଇ କ୍ୱାଲିଫିକେସନ୍ ଆପଣ କ୍ୱାଲିଫିକେସନ୍ କେତେ ରଖିଛନ୍ତି, କିନ୍ତୁ କ୍ୱାଲିଫିକେସନ୍ 18 ପ୍ଲସ୍। ତ ଆପଣମାନେ ଏଠି କ୍ୱାଲିଫିକେସନ୍ ଦେବେ ଏବଂ ଜେଣ୍ଡର ମ୍ୟାଟେରିଆଲ୍ ଆପଣ ବିବାହିତ କି ନାହିଁ, ଏଠି କ୍ୟାଟେଗୋରୀ ଆପଣମାନେ SC/ST କ୍ୟାଟେଗୋରୀ ଦେବେ ଏଠି। ତାପରେ ଏଠି ଆପଣମାନେ କ'ଣ କରିବେ, ଏଠି ଆଧାର କାର୍ଡ଼ ଏଠି କ୍ଲିକ୍ କରିବେ, ଆଧାର କାର୍ଡ଼ ଦେବେ। ତାପରେ ରିଲିଜିଅନ୍ ଏଠି ଚୁଜ୍ କରିବେ ଆପଣମାନେ। ତାପରେ ଏଠି ଆପଣମାନେ ପାସପୋର୍ଟ ଅପଲୋଡ଼ କରିବେ। ଏଠି ଆପଣ ନିଜର ପାସପୋର୍ଟ ଏଠି ଅପଲୋଡ଼ କରିବେ। ଅପଲୋଡ଼ କଲା ପରେ ଆପଣଙ୍କର ଆଡ୍ରେସ୍, ଆପଣଙ୍କ କମ୍ୟୁନିକେସନ୍ ଆଡ୍ରେସ୍ ନିହାତି ଦରକାର। ତ ଆପଣମାନେ କ'ଣ କରିବେ, ଏଠି ନିଜର କମ୍ୟୁନିକେସନ୍ ଆଡ୍ରେସ୍ ଦେବେ ଏଠି ଏବଂ ଆପଣ କେଉଁ ସେକ୍ଟରରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି। ଆପଣ ସେଠି ବିଭିନ୍ନ ଇଲେକ୍ଟ୍ରିସିଆନ୍ ନା ୱେଲ୍ଡର ଏବଂ ମସିନ୍ ଅପରେଟର ବିଭିନ୍ନ ପାଦ ରହିଛି ଏଠି। ତ ଆପଣମାନେ ଏଠି କ'ଣ କରିବେ ନା ଏଠି ଆପଣ ଅପରେସନ୍ ବା କେଉଁ ସେକ୍ଟରରେ ଆପଣମାନେ ଟ୍ରେନିଂ ନେବାକୁ ଚାହୁଁଛନ୍ତି ତାପରେ ଏଠି ଚୁଜ୍ କରିବେ। ତାପରେ ଆପଣ କ'ଣ କରିବେ, ଏଠି ଯେ କେଉଁ ଡିଷ୍ଟ୍ରିକ୍ଟ ଆପଣଙ୍କ ଡିଷ୍ଟ୍ରିକ୍ଟ ଅନୁସାରେ ବା କେଉଁଠି ଆପଣ ଟ୍ରେନିଂ ନେବାକୁ ଚାହୁଁଛନ୍ତି ଏଠି ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ତାପରେ କ'ଣ ଗୋଟେ ସବମିଟ୍ ଅପସନ୍ ଅଛି, ଏଠି ଆପଣ ସବମିଟ୍ କରିବେ। ଏ ଫର୍ମଟି କ'ଣ ହେଲା, ଆପ୍ଲାଏ ହୋଇଗଲା। ତେଣୁ ତାପରେ ଆପଣ କ'ଣ କରିବେ ନା ଏଠି ଫର୍ମକୁ ଡାଉନଲୋଡ଼୍ କରି ଦେଖିବେ ଏବଂ ପୁଣି ଆପ୍ଲାଏ ହେଲେ ଦେଖିବେ ଆପଣମାନେ ମେସେଜ୍ ଆସିବ। ତାପରେ ଏଠି ଆପ୍ଲାଏ ହୋଇଯିବ। ତେଣୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍